ଯୋଶୁଆ 5 ପର୍ବ। ଅନନ୍ତର ଆମ୍ଭେମାନେ ପାର ହେବା ଯାଏ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଜର୍ଦ୍ଦନ ଜଳ କି ରୂପେ ଶୁଷ୍କ କଲେ। ଏହା ଯେତେବେଳେ ଜର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରୀୟ ରାଜଗଣ ଓ ସମୁଦ୍ର ନିକଟସ୍ଥ କିଣାଣୀୟ ରାଜଗଣ ଶୁଣିଲେ, ସେତେବେଳେ ସେମାନଙ୍କ ହୃଦୟ ତରଳିଗଲା ଓ ଇସ୍ରାଏଲ ସନ୍ତାନମାନଙ୍କର ମୁଖ ସକାଶୁ ସେମାନଙ୍କଠାରେ ଆତ୍ମା ଆଉ ରହିଲା ନାହିଁ। ସେ ସମୟରେ ସଦାପ୍ରଭୁ ଯୋଶୁଆଙ୍କୁ କହିଲେ, ତୁମ୍ଭେ ଶିଳାର ଛୁରୀମାନ ନିର୍ମାଣ କରି ପୁନର୍ବାର ଦ୍ୱିତୀୟ ଥର ଇସ୍ରାଏଲ ସନ୍ତାନଗଣକୁ ସୁନ୍ନତ କର। ଏଥିରେ ଯୋଶୁଆ ଶିଳା ଛୁରୀମାନ ନିର୍ମାଣ କରି ତୋକ୍ ପର୍ବତ ନିକଟରେ ଇସ୍ରାଏଲ ସନ୍ତାନଗଣର ସୁନ୍ନତ କରାଇଲେ। ପୁଣି ଯୋଶୁଆ ସୁନ୍ନତ କରାଇବାର କାରଣ ଏହି, ମିଶରରୁ ବାହାରି ଆସିବା ସମସ୍ତ ଲୋକ ମଧ୍ୟରେ ଯେତେ ପୁରୁଷ ଥିଲେ, ଯୋଦ୍ଧା ମନୁଷ୍ୟ ସମସ୍ତେ ମିଶରରୁ ବାହାରି ଆସିଲା ଉତ୍ତାରେ ପ୍ରାନ୍ତର ମଧ୍ୟରେ ବାଟରେ ମଲେ। ବାହାରି ଆସିଥିବା ସମସ୍ତ ଲୋକ ସୁନ୍ନତ ହୋଇଥିଲେ, ମାତ୍ର ମିଶରରୁ ବାହାରି ଆସୁ ଆସୁ ଯେତେ ଲୋକ ବାଟରେ ପ୍ରାନ୍ତର ମଧ୍ୟରେ ଜନ୍ମିଥିଲେ, ସେମାନଙ୍କର ସୁନ୍ନତ ହୋଇନଥିଲା। ମିଶରରୁ ନିର୍ଗତ ସମସ୍ତ ଗୋଷ୍ଠୀୟ ଲୋକ, ଯୋଦ୍ଧା ମନୁଷ୍ୟମାନେ ସଦାପ୍ରଭୁଙ୍କ ରବ ନ ଶୁଣିବା ସକାଶୁ ସେମାନଙ୍କର ସଂହାର ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଙ୍କର 40 ବର୍ଷ ପ୍ରାନ୍ତରରେ ଭ୍ରମଣ କଲେ। କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ବିଷୟରେ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସଦାପ୍ରଭୁ ସେମାନଙ୍କୁ ସେହି ଦୁଗ୍ଧମଧୁ ପ୍ରବାହୀ ଦେଶ ଦେଖିବାକୁ ଦେବେ ନାହିଁ ବୋଲି ଶପଥ କଲେ। ଏଣୁ ସେମାନଙ୍କ ପରିବର୍ତ୍ତରେ ସେମାନଙ୍କର ଯେଉଁ ସନ୍ତାନଗଣକୁ ସେ ଉଠାଇଲେ, ଯୋଶୁଆ ସେମାନଙ୍କର ସୁନ୍ନତ କରାଇଲେ। ସେମାନେ ଅସୁନ୍ନତ ଥିଲେ, ଯେହେତୁ ପଥ ମଧ୍ୟରେ ସେମାନଙ୍କର ସୁନ୍ନତ କରାଯାଇ ନଥିଲା। ଏହି ସମସ୍ତ ଗୋଷ୍ଠୀୟ ଲୋକଙ୍କର ସୁନ୍ନତ କାର୍ଯ୍ୟ ସମାପ୍ତ ହେଲା ଉତ୍ତାରେ ସେମାନେ ଛାଉଣି ମଧ୍ୟରେ ଆପଣା ଆପଣା ସ୍ଥାନରେ ସତେଜ ହେବା ପର୍ଯ୍ୟନ୍ତ ରହିଲେ। ଏ ଉତ୍ତାରେ ସଦାପ୍ରଭୁ ଯୋଶୁଆଙ୍କୁ କହିଲେ, ଆଜି ଆମ୍ଭେ ତୁମ୍ଭମାନଙ୍କଠାରୁ ମିଶରର ଦୁର୍ନାମ ଘୁଞ୍ଚାଇଲୁ। ଏହେତୁ ଆଜି ଯାଏ ସେହି ସ୍ଥାନର ନାମ ଗିଲଗଲ ଘୁଞ୍ଚିବାର ରହିଲା। ଇସ୍ରାଏଲ ସନ୍ତାନଗଣ ଗିଲଗଲରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ସେହି ମାସର 14 ଦିନ ସନ୍ଧ୍ୟାବେଳେ ଜିରିହୋ ପଦାରେ ନିସ୍ତାର ପର୍ବ ପାଳନ କଲେ। ଆଉ ନିସ୍ତାର ପର୍ବର ପରଦିନ ସେମାନେ ଦେଶର ପୁରାତନ ଶସ୍ୟ ଭୋଜନ କଲେ। ସେହି ତାଡ଼ିଶୂନ୍ୟ ରୋଟି ଓ ଭଜା ଶସ୍ୟ ଖାଇଲେ। ପୁଣି ଦେଶର ପୁରାତନ ଶସ୍ୟ ଭୋଜନ କରିବାର ପରଦିନ ମାନା ନିର୍ବୁତ ହେଲା। ତେଣୁ ଇସ୍ରାଏଲ ସନ୍ତାନଗଣ ଆଉ ମାନା ପାଇଲେ ନାହିଁ, ମାତ୍ର ସେମାନେ ସେହି ବର୍ଷ କିଣାଣ ଦେଶର ଫଳ ଭୋଜନ କଲେ। ପୁଣି ଯୋଶୁଆ ଜିରିହୋ ନିକଟରେ ଥିବାବେଳେ ଏପରି ହେଲା ଯେ ସେ ଚକ୍ଷୁ ମେଲାଇ ଅନାଇଲେ, ଆଉ ଦେଖ, ନିଷ୍କଳସ ଖଡ୍ଗ ହସ୍ତ ଏକ ପୁରୁଷ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ। ଏଥିରେ ଯୋଶୁଆ ତାଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲେ, ତୁମେ ଆମମାନଙ୍କ ପକ୍ଷ କି ଆମମାନଙ୍କ ବିପକ୍ଷମାନଙ୍କ ପକ୍ଷ? ତେଣୁ ସେ କହିଲେ, ନା, ମାତ୍ର ଆମ୍ଭେ ସଦାପ୍ରଭୁଙ୍କ ସୈନ୍ୟର ସେନାପତି। ଏବେ ଆସିଲୁ। ତହିଁରେ ଯୋଶୁଆ ଭୂମିରେ ମୁହଁମାଡ଼ି ପଡ଼ି ପ୍ରଣାମ କରି ତାହାଙ୍କୁ କହିଲେ, ମୋହର ପ୍ରଭୁ, ଆପଣା ଦାସକୁ କି ଆଜ୍ଞା ଦେଉଛନ୍ତି? ତେଣୁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଯୋଶୁଆଙ୍କୁ କହିଲେ, ତୁମ୍ଭ ପାଦରୁ ପାଦୁକା କାଢ଼, କାରଣ ଯେଉଁ ସ୍ଥାନରେ ତୁମେ ଠିଆ ହୋଇଛ ତାହା ପବିତ୍ର। ଆଉ ଯୋଶୁଆ ସେପରି କଲେ।